ମୋ ନାଁ ହେଉଛି ଜ୍ୟୋତିରଞ୍ଜନ ନାୟକ। ପ୍ରବାସୀ ଓଡ଼ିଆ ସେଲ୍ର ଓଡ଼ିଶା ଷ୍ଟେଟ୍ର କନଭେନର ଦାୟିତ୍ୱ ଅଛି। ଆଉ ଯେଉଁମାନେ ଓଡ଼ିଆ ଭାଇମାନେ ବାହାରେ ଅଛନ୍ତି, ଓଡ଼ିଶା ବାହାରେ, ସେମାନଙ୍କୁ କେମିତି ସଂଗଠିତ କରିବା ଆଉ ବିଜେପି ସହିତ ଯୋଡ଼ିବା, ତାର ହେଉଛି ମେନ୍ ଲକ୍ଷ୍ୟ। ଆଜି କ'ଣ ଆପଣଙ୍କର ଆଲୋଚନା? ଆଜ୍ଞା, ଆକ୍ଚୁଆଲି ଆମେ ଯେମିତି ହେଲା ଓଡ଼ିଆ ଭାଇମାନେ ଅଛନ୍ତି, ଆମେ ଯଦି ପୁରା ଇଣ୍ଡିଆ ସାରା ଦେଖିବା, ବାଙ୍ଗଲୋର, ହାଇଦ୍ରାବାଦ, ପୁନେ, ମହାରାଷ୍ଟ୍ର, ତାପରେ ହେଉଛି ସୁରଟ, ଅହମ୍ମଦାବାଦ, ଦିଲ୍ଲୀ, ଲକ୍ଷ୍ନୌ, ଏମିତି ବହୁତ ସିଟିରେ ଓଡ଼ିଆ ଭାଇମାନେ ଅଛନ୍ତି। ତାର ଆମେ ନଭେମ୍ବର 22 2023 ଗୋଟେ ମିଟିଂ କରାହେଇଥିଲା ଯେ ପ୍ରବାସୀ ଓଡ଼ିଆ ମାନେ ବିଜେପି କି କେମିତି ହେଲ୍ପ କରିବେ। ଆଜି ହେଉଛି ତାର ପୁରାରମ୍ଭ କରାଗଲା। ପ୍ରଥମ ଥର ପାଇଁ ଓଡ଼ିଶାର ଯେଉଁ ଭାଇମାନେ ଥିଲେ ବାଙ୍ଗଲୋରରେ, ସେମାନେ ଆସିଛନ୍ତି। ଆଉ ଧୀରେ ଧୀରେ ଆପଣ ଦେଖିବେ ହାଇଦ୍ରାବାଦରୁ ଲୋକ ଆସିବେ, ତାଙ୍କ ପାଇଁ ମିଟିଂ କରାଯିବ। ତାପରେ ଆମର ଅହମ୍ମଦାବାଦ କି ସୁରଟ, ଏମାନଙ୍କର ସମସ୍ତେ କରାଯିବ। ତେଣୁ ଏଟା ପ୍ରଥମ ଥର ପାଇଁ ପ୍ରବାସୀ ଓଡ଼ିଆ ମିଟିଂ ବାଙ୍ଗଲୋରଠୁ ଷ୍ଟାର୍ଟ କରାଗଲା। କୁହାଯାଉଛି ଆଜ୍ ପର୍ ଦ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଡାଟା 1.5 CR ଓଡ଼ିଶାର ଯେଉଁ ଭାଇମାନେ ଭଉଣୀମାନେ ଅଛନ୍ତି, ସେମାନେ ବାହାରେ କାମ କରୁଛନ୍ତି। ତେଣୁ ମେନ୍ ଲକ୍ଷ୍ୟ କେମିତି ସମସ୍ତଙ୍କୁ ଆମେ ଯୋଡ଼ିବୁ ଓଡ଼ିଶାକୁ, ଆଉ ମେନ୍ ଟାର୍ଗେଟ୍ ସମସ୍ତଙ୍କୁ ଇନଫ୍ଲୁଏନ୍ସ କେମିତି କରିବୁ, ଓଡ଼ିଶାକୁ ଭାଇମାନେ ଆସ, ଓଡ଼ିଶାରେ ଭୋଟ ଦିଅ, ଆଉ ଯେଉଁ ସରକାର ଆମ ପାଇଁ କିଛି କରିନି ତାକୁ ଗାଦିରୁ ହଟାଅ, ଆଉ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ କର। ଏଇଟା ହେଉଛି ମେନ୍ ଲକ୍ଷ୍ୟ। ଇଣ୍ଡିଆ ବାହାରେ ବି କିଛି ଆମ ଓଡ଼ିଆ ଭାଇ ଅଛନ୍ତି, ଲଣ୍ଡନ, ଇଂଲଣ୍ଡ, ସବୁ ବହୁତ ଜାଗାରେ, ସେମାନଙ୍କୁ ବି ବ୍ୟବସ୍ଥା ହେଇଛି। ୟେସ୍, ସେଥିପାଇଁ ଆର ନାଁ ହେଉଛି ପ୍ରବାସୀ ଓଡ଼ିଆ। ଏଇଟା ଖାଲି ଆମର ଇଣ୍ଡିଆ ଭିତରେ ନୁହଁ, ଯେଉଁ ଭାଇମାନେ ଓଡ଼ିଶାରୁ ବାହାରେ ଅଛନ୍ତି ସେଇମାନଙ୍କ ପାଇଁ ଏ ସେଲ୍ଟା କରାଯାଇଛି। ଆପଣ ଯେଉଁଆଡ଼ୁ ଦେଖିବେ ସବୁଆଡ଼େ ଲୋକ ଆସିକି ଏ ଡବଲ ଇଞ୍ଜିନ ସରକାର, ଯେମିତି ଦୁଇଟା ନାରା ଅଛି, ଫିର୍ ଏକ ବାର ମୋଦି ସରକାର, ଆଉ ଓଡ଼ିଶାରେ ଅଛି ଡବଲ ଇଞ୍ଜିନ ସରକାର 120+। ତେଣୁ ଏଇ ଦୁଇଟା ପାଇଁ ଆମେ କାମ କରୁଛୁ। ମୋ ନାଁ ସୋମନାଥ ଜେନା, ମୁଁ ଭଦ୍ରକର ବାସିନ୍ଦା। ମୁଁ ଦୀର୍ଘ 12 ବର୍ଷ ହେଲା ବାଙ୍ଗଲୋରରେ ରହିଆସିଛି। ଆମେ ଚାହୁଁଛୁ ଚେଞ୍ଜ, କାହିଁକି ନା ଦେଖନ୍ତୁ, ମୁଁ ଦେଖି ଆସିଛି ମୋ ଛୋଟବେଳୁ ବିଜେଡ଼ି ସରକାର କ'ଣ କରୁଛି। ମୁଁ ଗୋଟେ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲିର ପିଲା। ମୁଁ ଦେଖି ଆସୁଛି ଆମ ଗାଁରେ କ'ଣ ହେଉଛି ନା, ଯେବେ ଇଲେକ୍ସନ୍ ଆସୁଛି ଖାଲି ମଦ ମାଂସ, ତା ଛଡ଼ା ଆଉ କିଛି ନୁହଁ। ତାପରେ ଆସୁଛି କିଛି ଦିନ ପରେ ସବୁ ଯେଉଁମାନେ ବି ଜିତୁଛନ୍ତି ବିଜେଡ଼ି ସରକାର, ସେମାନେ କିଛି ବି କାମ କରୁନାହାନ୍ତି। ଆପଣଙ୍କର ଭଦ୍ରକର କୋଉ ଏରିଆ? ମୋ ଭଦ୍ରକରେ ଏରଡ଼ା ଗ୍ରାମ ପଞ୍ଚାୟତ। ଆଜ୍ଞା, ଆପଣଙ୍କର କ'ଣ ସବୁ ବାକି ରହିଯାଇଛି? ବହୁତ କିଛି କାମ ବାକି ରହିଛି, ବହୁତ କିଛି କାମ, ଯେଉଁଟାକି ଆମେ ଏବେ କହିବାକୁ ବହୁତ ଟାଇମ୍ ଲାଗିବ, ବୁଝିପାରିଲେ। ବହୁତ କିଛି କାମ ବାକି ରହିଯାଇଛି, ଯେଉଁଟାକି ଆମେ ଚାହୁଁଛୁ ଚେଞ୍ଜ ହେଲେ ହିଁ ସେମାନେ କରିପାରିବେ। ଆଜ୍ଞା।